କିଛି ସମୟ ଚିନ୍ତା କରିବା ବା ବାଇବେଲ ଷ୍ଟଡି କରିବା। ଆଶା କରେ ଆପଣ ମାନଙ୍କ ପାଖରେ ପେନ୍ ଖାତା ବା ନୋଟବୁକ୍ ଥିବ, ବାଇବେଲ ଥିବ। এই ଯାକୁବଙ୍କ ପତ୍ର ଆରମ୍ଭ କରିବା ପୂର୍ବରୁ ସେ ଯାକୁବଙ୍କ ବିଷୟରେ ମୁଁ ସାମାନ୍ୟ ଟିକେ ଧାରଣା ଦେବାକୁ ଚାହେଁ। ସେ ହେଉଛନ୍ତି ଯୀଶୁଙ୍କର ହାଫ୍ ବ୍ରଦର, ଅର୍ଥାତ୍ ମରିୟମଙ୍କର ପୁଅ, କିନ୍ତୁ ସେ ଯୋସେଫ ମରିୟମଙ୍କର ପୁଅ। ଯୀଶୁ ହେଲେ ଈଶ୍ୱରଙ୍କର, ଆଉ ସେ ଗର୍ଭ ଭିତରେ ରହିକି ସେ ଆସିଲେ, ନିଜେ ସେ ଈଶ୍ୱର। କିନ୍ତୁ ଅନ୍ୟ ଭାଇ ମାନେ ହଉଛନ୍ତି যেটা ନ୍ୟାଚୁରାଲ ସିଷ୍ଟମରେ ଆମମାନଙ୍କର ଜନ୍ମ ଗ୍ରହଣ ହୁଏ, ସେମାନେ ସେ ରକମ। ଆଉ ଆମେ ଦେଖିଛୁ ଯେତେବେଳେ ସୁସମାଚାର ଗୁଡାକରେ ସେମାନଙ୍କ ବିଷୟରେ, ସେ ଭାଇ ଭଉଣୀ ମାନଙ୍କ ବିଷୟରେ ଲୋକମାନେ କଥୋପକଥନ କରିଛନ୍ତି। ଏମାନଙ୍କ ନାଁ ସବୁ ଏହା, ଆମମାନଙ୍କ ମଧ୍ୟରେ ସେମାନେ ଅଛନ୍ତି, ଏକି ବଢେଇର ପୁଅ ନୁହେଁ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଯେତେବେଳେ ଯାକୁବ ତାଙ୍କ ପତ୍ର ଆରମ୍ଭ କରୁଛନ୍ତି, ସେ ଲେଖୁଛନ୍ତି ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବ। ଦେଖନ୍ତୁ ଗୋଟେ ସୁନ୍ଦର ବିଷୟ, ସେ ହଉଛନ୍ତି ବ୍ରଦର। ସେ ଲେଖୁ ନାହାନ୍ତି ଯେ ମୁଁ ତାଙ୍କ ଭାଇ ବୋଲିକା। ଯୀଶୁ ଖ୍ରୀଷ୍ଟଙ୍କର ଦାସ। ଦିନ ଥିଲା ସେମାନେ ଯୀଶୁଙ୍କୁ ବିଶ୍ୱାସ କରୁନଥିଲେ। ଇଭିନ୍ ଲେଖାଯାଇଛି ଯେ ସେମାନେ ଭାବୁଥିଲେ ହି ଇଜ୍ ଆଉଟ୍ ଅଫ୍ ହିଜ୍ ମାଇଣ୍ଡ, ବା ମତିଭ୍ରମ ହେଇଛି ବୋଲିକା। କିନ୍ତୁ ପାଉଲ ଲେଖୁଛନ୍ତି, ଆଉ ଯୀଶୁ ଯେତେବେଳେ ପୁନରୁତ୍ଥିତ ହେଲେ, ସେ 500 ଲୋକଙ୍କୁ ସେ ଦେଖା ଦେଇଥିଲେ, ତା ଭିତରୁ ଯାକୁବ। ଆଉ ଯେତେବେଳେ ଆମେ ପ୍ରେରିତ ତାର 2 ପର୍ବ, ସେ 11ରୁ 14 ପର୍ଯ୍ୟନ୍ତ ଆମେ ପଢୁଛୁ, ଦେଖୁଛୁ ସେ ଉପର କୋଠରୀରେ ମଧ୍ୟ ଯୋଉମାନେ ପ୍ରାର୍ଥନାରତ ଥିଲେ, ତାଙ୍କ ଭିତରୁ ଯୀଶୁଙ୍କର ଭାଇମାନେ ଥିଲେ, ଯୀଶୁଙ୍କର ମା ମରିୟମ ଥିଲେ। ତେଣୁ ଏଥିରୁ ଆମର କ୍ଲିୟର ହେଇଯାଉଛି ଯେ ଯେତେବେଳେ ଯୀଶୁ ଯାକୁବଙ୍କୁ ଦେଖା ଦେଇଛନ୍ତି, ସେ ଯୋଉ ଡାଉଟ କରୁଥିଲେ ଯୀଶୁଙ୍କୁ ଯେ ମସିହ ନୁହନ୍ତି, ଏ କୌଣସି ସ୍ୱର୍ଗୀୟ ଲୋକ ନୁହନ୍ତି, କାହିଁକି ମତିଭ୍ରମ ପରି କଥାବାର୍ତ୍ତା କରୁଛେ। କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଯେ ଦେଖୁଛୁ, ଯାକୁବ ହଉଛନ୍ତି ସେ ଜେରୁସାଲେମ ମଣ୍ଡଳୀର ପାଷ୍ଟର ପରୀକ୍ଷା 30 ବର୍ଷ କାମ କରିଛନ୍ତି, ଯୋଉଟା କି ଆମେ ଦେଖିପାରିବା। ଏଠି ତ ଲେଖା ହେଇନି ବାଇବଲରେ, କିନ୍ତୁ ଅନ୍ୟ ଯୋଉଗୁଡାକ ରେଫରେନ୍ସ ଗୁଡାକ ଦେଖିଲେ ଆମେ ସେଠି ଦେଖିପାରୁଛୁ। 30 years he worked as a pastor in Jerusalem. କିନ୍ତୁ ଯେତେବେଳେ ପ୍ରେରିତରେ ଆମେ ଦେଖୁଛୁ, ସେତେବେଳେ ଆମେ ଦେଖୁଛୁ ଯେତେ ଯୁଆଡୁ ସବୁ ପ୍ରଚାର କରୁଥିଲେ, ସମସ୍ତେ ଆସିକି ଜେରୁସାଲେମରେ ପହଞ୍ଚୁଥିଲେ। ସେଠି ଭାଇମାନଙ୍କୁ, ଅର୍ଥାତ୍ ଯାକୁବ, ପିତର, ଯୋହନ, ଏମାନେ ସବୁ ଥିଲେ। ସେମାନଙ୍କୁ ତାଙ୍କର ସବୁ ପ୍ରଚାରର ଭିନ୍ନ ଭିନ୍ନ ବିଷୟ ଗୁଡାକ ସବୁ ସେ କହୁଥିଲେ। ସେ ଭିନ୍ନ ଭିନ୍ନ ବିଷୟରେ ଥିଲା କଣ, ବର୍ତ୍ତମାନ ଆମର ଯୋଉ ସିଷ୍ଟମ, ତାଙ୍କ ସିଷ୍ଟମଟା ପୁରା ଭିନ୍ନ ଥିଲା। ଆମର ବର୍ତ୍ତମାନ କେତେ ଟାଇପର ଆଉ କେତେ ଦେଶରେ ଖ୍ରୀଷ୍ଟିଆନିଟି ବ୍ୟାପି ଯାଇଛି, ସେତେବେଳକୁ ସେଇଟା ନଥିଲା। ସେମାନେ ଜଷ୍ଟ, ସେ ଯେମିତି ଆମର ଓଡିଆରେ କହନ୍ତି, ଏରୁଣ୍ଡି ବନ୍ଧ ଡେଇଁକିରି ସେମାନେ ବାହାରକୁ ଯାଉଥିଲେ। ଆଉ ଗଲା ବେଳକୁ ସେମାନେ ଦେଖୁଥିଲେ ବିଜାତି ମାନେ। ବିଜାତି ମାନେ ଜୁସ୍ ମାନଙ୍କର କୌଣସି ରିଚୁଆଲ୍ସ ଫଲୋ କରୁନଥିଲେ। ଏଇଟା ଥିଲା ସେମାନଙ୍କର ସବୁ ବିଭ୍ରାଟର କାରଣ। ଏବଂ ସେ ଜୁସ୍ ମାନେ କ୍ଲେମ କରୁଥିଲେ ଯଦି ସେମାନେ ଖ୍ରୀଷ୍ଟାନ ହେଲେ, ସେମାନେ ଆମ ପରୀକ୍ଷା ମଧ୍ୟ ମୂଷାଙ୍କ ନିୟମ ମାନିବାକୁ ବାଧ୍ୟ, ଅର୍ଥାତ୍ ସୁନ୍ନତି କ୍ରିୟା କରିବେ, ଶ୍ୱାସରୁଦ୍ଧ ମାଂସ ଭୋଜନ କରିବେନି, ଏଇସବୁ ବିଷୟ ଗୁଡାକ। ଯାକୁବଙ୍କ ସମୟରେ ଯେ ଏଇ ଯୋଉ ସେ ପତ୍ରଟି ଲେଖୁଛନ୍ତି, ସେ ସେତେବେଳକୁ ବର୍ତ୍ତମାନ ଆସିଲାଠୁ ପିତର ବର୍ତ୍ତମାନ ଗୌଣ ହେଇଯାଇଛନ୍ତି, ପିତରଙ୍କ ନାଁ ଆସୁନି। ଯାକୁବ ବର୍ତ୍ତମାନ ସେଣ୍ଟର ଷ୍ଟେଜ ନେଇଯାଇଛନ୍ତି। ସେ ହେଇଛନ୍ତି ବର୍ତ୍ତମାନ ଲିଡର, ଯୋଉଟା କି ଆମେ ପ୍ରେରିତ 15 ପର୍ବରେ ପାଉଛୁ। ସେଠି ସମସ୍ତେ ଆସିଛନ୍ତି, ସେ ବିଜାତି ମାନଙ୍କର ପ୍ରୋବ୍ଲେମ ସବୁ କହିଛନ୍ତି, ସେଟା ସେମାନଙ୍କୁ କେମିତି ଆମେ ଆକ୍ସେପ୍ଟ କରିବା, ସେମାନଙ୍କୁ ଆମେ ଜବରଦସ୍ତ କରିବା କି ମୂଷାଙ୍କର ରିଚୁଆଲ୍ସରେ ସେମାନେ ନିଜକୁ ସାମିଲ କରନ୍ତୁ। ଏସବୁ ଶୁଣିଲା ପରେ ଯାକୁବ କହୁଛନ୍ତି, ନା ସେମାନଙ୍କୁ ଆମେ ଭାରଗ୍ରସ୍ତ କରିବାନି। ସେ 15 ପର୍ବର ଶେଷ ଆଡକୁ ଯାକୁବ ତାଙ୍କର ଭର୍ଡିକ୍ଟ ଦଉଛନ୍ତି, ବା ତାଙ୍କର ଡିସିସନଟା ଜଣାଇ ଦଉଛନ୍ତି। ଏଇ ସେଇ ଯାକୁବ, କାହିଁକି ନା ଯୀଶୁଙ୍କର ମଧ୍ୟ ଶିଷ୍ୟ ଥିଲେ ଯାକୁବ। ଏଇ ସେଇ ଯାକୁବ ନୁହନ୍ତି, ଏ ହଉଛନ୍ତି ଯୀଶୁଙ୍କର ଭାଇ।
ଯେତେବେଳେ ଯିବା ଆମେ ଜିହୁଦା ପୁସ୍ତକ ପ୍ରକାଶିତର ପୂର୍ବବର୍ତ୍ତୀ ଯୋଉ ଗୋଟେ ପେଜ ବା ଗୋଟେ ପର୍ବ ଅଛି, ସେଠି ଇଂରାଜୀରେ ଅଛି ଜୁଡ୍, ଆଉ ସେଠି ଅଛି ଜିହୁଦା। ଏ ବି ମଧ୍ୟ ଯୀଶୁଙ୍କର ଗୋଟେ ଭାଇ। ସେ ଅତି ସୁନ୍ଦର ଭାବରେ ଲେଖିଛନ୍ତି। ସେ ପୁଣି ସେଇ ଦାସ ପରି କହୁଛନ୍ତି, କିନ୍ତୁ କହୁଛନ୍ତି ମୁଁ ଯାକୁବଙ୍କ ଭାଇ। ସେ ଆଉ ଗୋଟେ ପରିଚୟ ସେ ଦଉଛନ୍ତି। ଏନିୱେ, ବର୍ତ୍ତମାନ ଆସିବା ସେ କାହା ପାଖକୁ ଯାକୁବ ଏଇ ପତ୍ରଟେ ଲେଖୁଛନ୍ତି? ଛିନ୍ନ ଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ନମସ୍କାର, ବା ସେମାନଙ୍କ ପାଖକୁ ସେ ଲେଖୁଛନ୍ତି। ଛିନ୍ନ ଭିନ୍ନ କହିଲେ ଆମେ ସମସ୍ତେ ବୁଝୁ ଯେ ଯେତେବେଳେ ତାଡ଼ନା ଆସିଛି ଜେରୁସାଲେମରେ, ସମସ୍ତେ ଛିନ୍ନ ଭିନ୍ନ ହେଇକି ଭିନ୍ନ ଭିନ୍ନ ଜାଗାକୁ ପଳେଇଛନ୍ତି। ଆଉ ଯେତେବେଳେ ପ୍ରେରିତ ତାର 2 ପର୍ବକୁ ଆମେ ଆସୁ, ଯୋଉଠି ଲୋକ ଲେଖିଛନ୍ତି ଯେ ଲୋକମାନେ କୋଉ କୋଉ ଜାଗାରେ ସବୁ ଥିଲେ, ଶେଷଟା ଯୋଉଟା ଲେଖିଛନ୍ତି କାପାଦୋକିଆ ଅମକ ତମକ, ଯେତେବେଳେ ପିତର ଲେଖୁଛନ୍ତି ସେ ସେମାନଙ୍କୁ ସେଇ 3ଟା ଗୋଷ୍ଠୀକୁ ବା ସେ 3ଟା ଜାଗାର ଲୋକଙ୍କୁ ଲେଖିଲା ପରିକା ପିତର ପ୍ରଥମେ ହିଁ ଲେଖୁଛନ୍ତି। କିନ୍ତୁ ଯାକୁବ ଦ୍ୱାଦଶ ଗୋଷ୍ଠୀର ଛିନ୍ନ ଭିନ୍ନ ଲୋକମାନଙ୍କୁ କହୁଛନ୍ତି। ଆମର ଇଂଲିଶରେ କହନ୍ତି ଡାଇସ୍ପୋରା, ମାନେ ଭିନ୍ନ ଭିନ୍ନ ଜାଗାରେ ଯୋଉମାନେ ଜିଉସ୍ ମାନେ ଅଛନ୍ତି। କିନ୍ତୁ ସେମାନଙ୍କର ଥିଲା କଣ ନା, ଆମେ ବର୍ଷକୁ 3 ଥର ତ ସେ ଜିଉସ୍ ମାନେ ପର୍ବ ପାଳନ କରୁଥିଲେ, କିନ୍ତୁ ଯୋଉମାନେ ବାହାରେ ରହୁଥିଲେ, ଆର୍ଥିକ ସଙ୍କଟ ଥିବ କି ଅସୁବିଧା ଥିବ କି ଆଉ ଅନ୍ୟ ସମସ୍ୟା ଥିବ, ସେମାନେ ଚିନ୍ତା କରୁଥିଲେ ପରିବାର ସହିତ ଥରେ ବି ଆସିକିରି ସେମାନେ ସେଠାରେ ପହଞ୍ଚିକିରି ଉପାସନା କରିବେ। ସେଥିପାଇଁକା ସେମାନେ ପ୍ରେରିତ ତାର 2 ପର୍ବ ଆମେ ଦେଖୁଛୁ, ଏତେ ଜାଗାର ଲୋକମାନେ ସେଠି ଉପସ୍ଥିତ ହେଲେ। ବର୍ତ୍ତମାନ ଆମେ ଆସିବା ସେ କଣ ଲେଖୁଛନ୍ତି। ଯେହେତୁ ସେ ବର୍ତ୍ତମାନ ହଉଛନ୍ତି ଜେରୁସାଲେମର ପାଷ୍ଟର, ଆଉ ସେ ହଉଛନ୍ତି ବର୍ତ୍ତମାନ ମୁଖ୍ୟ ପରିଚାଳକ। ପିତରଙ୍କ ନାଁ ବର୍ତ୍ତମାନ ଆସୁନି, କିନ୍ତୁ ବର୍ତ୍ତମାନ ଆସୁଛି ଯାକୁବଙ୍କ ନାଁ। ସେ ବର୍ତ୍ତମାନ ପିତରଙ୍କ ଜମାନା ଚାଲି ଯାଇଛି, ବର୍ତ୍ତମାନ ଯାକୁବ ହିଁ ସବୁ ରୋଲ ମଡେଲ, ମାନେ ସେ ହିଁ ସବୁ ପରିଚାଳନା କରୁଛନ୍ତି। ସେ ଖବର ପାଉଥିବେ ସବୁ ଜାଗାରୁ, ଯୋଉ ପ୍ରଚାରକ ମାନେ, ଇଭାଞ୍ଜେଲିଷ୍ଟ ମାନେ, ଆପୋଷ୍ଟଲ୍ସ ମାନେ, ପାଷ୍ଟର ମାନେ ଆସିକି ସବୁ କହୁଥିବେ ଯେ ସେମାନେ କେମିତି ସବୁ କଷ୍ଟକର ପରିସ୍ଥିତି ଭିତରେ ଦେଇ ଯାଉଛନ୍ତି। ତାର ୱାର୍ଡ ସେ ଲେଖୁଛନ୍ତି, ତ ମାନେ ପରୀକ୍ଷାରେ ପରୀକ୍ଷିତ ହୁଅ। ସେଟା ଇଂରାଜୀରେ ହଉଛି ଟ୍ରାଏଲ୍ସ ଆଣ୍ଡ ଟ୍ରିବୁଲେସନ। କିନ୍ତୁ ଏଇ ଯାକୁବ ପତ୍ରର ଆପଣ ଯେତେବେଳେ ଆସିବେ 12 ପଦକୁ, ଯେଉଁ ଲୋକ ପରୀକ୍ଷା ସହ୍ୟ କରେ ସେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନ ରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଛନ୍ତି, ପରୀକ୍ଷା ସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେ ମୁକୁଟ ପାଇବ। 13ଟା ତାଠୁ ଆହୁରି ଇଣ୍ଟରେଷ୍ଟିଂ। କେହି ପରୀକ୍ଷିତ ହେଲେ ମୋହର ଏଇ ପରୀକ୍ଷା ଈଶ୍ୱର ଠାରୁ ହଉଛି ବୋଲିକା ନ କହୁ। ଏଠି ଲେଖା ହେଲା, ଯେତେବେଳେ ତମାନେ ପରୀକ୍ଷା ହଉଛ, ବିଶେଷ ଆନନ୍ଦର ବିଷୟ ବୋଲି ମନେ କର, କାରଣ ପରୀକ୍ଷା ସିଦ୍ଧ ବିଶ୍ୱାସରେ ଧୈର୍ଯ୍ୟ ଉତ୍ପନ୍ନ କରେ। 3 ପଦ କର, ଏହା ତ ଜାଣୁଅଛ। ମୁଁ ଦୃଢ ଭାବରେ କହିପାରିବି ଏଟା ଗୋଟେ ରଙ୍ଗ ଟ୍ରାନ୍ସଲେସନ, କାରଣ ମୁଁ ଅନ୍ୟ ଇଂରାଜୀ ବାକ୍ୟ ମାନେ ବାଇବଲ ସାଙ୍ଗରେ ଆକୁ ମିଶେଇକି ଦେଖିଲି। ଯାକୁବ 1 ପର୍ବର 12 ଟ୍ରାଏଲ୍ସ ଆଣ୍ଡ ଟ୍ରିବୁଲେସନ, ଦ୍ୟାଟ ଇଜ ଟେମ୍ପଟେସନ। ଇଭିନ୍ ଆମର ଆଉ ଗୋଟେ ଭୁଲ ଟ୍ରାନ୍ସଲେସନ ହଉଛି ପ୍ରଭୁଙ୍କ ପ୍ରାର୍ଥନା। ପରୀକ୍ଷାରେ ଆମମାନଙ୍କୁ ନ ଆଣ, ଏଟା ମୋଟେ ଲେଖା ହେଇନି ଇଂରାଜୀ ବାଇବଲରେ। ଲିଡ୍ ଅସ୍ ନଟ୍ ଅନ୍ ଟୁ ଟେମ୍ପଟେସନ, ତାକୁ ଆମର ଯୋଉମାନେ ଟ୍ରାନ୍ସଲେସନ କରିଛନ୍ତି ସେମାନେ ଅତି ସୁନ୍ଦର ଭାବରେ ତାକୁ ପରୀକ୍ଷା ବୋଲି ଲେଖିଦେଲେ, ତାକୁ ବି ଆମେ କହିଦଉଛୁ। କିନ୍ତୁ ଏଠି ଯାକୁବଙ୍କ ପତ୍ରରେ 2ଟା ଭିନ୍ନ ଭିନ୍ନ, ଗୋଟେ ହଉଛି 2, 3, 4, ସେଟା ହଉଛି ଟ୍ରାଏଲ୍ସ ଆଣ୍ଡ ଟ୍ରିବୁଲେସନ। 12 ଆଡକୁ ଯୋଉଟା ସେଟା ହଉଛି ଟେମ୍ପଟେସନ। ସେଥିପାଇଁ ସେ କହିଲେ ଯେତେବେଳେ ଟେମ୍ପଟେସନ ଆସୁଛି, ସେ ଜଣେ କିଏ ନ କହୁ ଯେ ସେଟା ପ୍ରଭୁଙ୍କ ପାଖରୁ ଆସିଲା ବୋଲିକା, କିନ୍ତୁ ଗଡ୍ ଆଲାଉସ୍ ଟ୍ରାଏଲ୍ସ ଆଣ୍ଡ ଟ୍ରିବୁଲେସନ ଇନ୍ ଆୱାର ଲାଇଫ। ଆମେ ଯାକୁ ଆମେ ଆୟୁବଙ୍କ ବିଷୟରେ ଦେଖିଛୁ, ଯେତେବେଳେ ସେ ଶୈତାନ ଆସିଛି, ସେତେବେଳକୁ ସେ ପରମିଶନ ପ୍ରଭୁ ତାକୁ ଦେଇଛନ୍ତି। ଯୋସେଫଙ୍କ ସମୟରେ ଆମେ ଦେଖିଛୁ ଯେ ସେ ମଧ୍ୟ ସେ ଟ୍ରାଏଲ୍ସ ଆଣ୍ଡ ଟ୍ରିବୁଲେସନରେ ଗଲେ। ଦାଉଦଙ୍କ ସମୟରେ ଆମେ ଦେଖିଛୁ, ସେ ଯେମିତି ସାମୁଏଲଙ୍କ ଦ୍ୱାରା ଅଭିଷେକ୍ତ ହେଲେ, ସାଙ୍ଗେ ସାଙ୍ଗେ ରାଜା ହେଇଯାଇନାହାନ୍ତି, ତାଙ୍କୁ ଅନେକ ଦିନ ଲାଗିଲା। ଆଉ ସେ ପ୍ରାନ୍ତର ମଧ୍ୟରେ, ଗୁମ୍ଫା ମଧ୍ୟରେ ଲୁଚିକି ସବୁ ରହୁଥିଲେ। ସାଉଲ ତାଙ୍କୁ ମାରିବା ପାଇଁ ଚେଷ୍ଟା କରୁଥିଲେ। ସେଥିରେ ତାଙ୍କର ବହୁତ ଅନୁଭୂତି ସମ୍ପନ୍ନ ସେ ରାଜା ହେଇପାରିଲେ। ପ୍ରଭୁ ଯୋସେଫଙ୍କୁ ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ତାଙ୍କୁ ସେଇ ବନ୍ଦିଶାଳାରେ ରଖିଲେ। ଅଯଥାରେ ତାଙ୍କ ନାଁରେ ଦୋଷ ଲଦାଗଲା।
କିନ୍ତୁ ଏ ସବୁରେ ସେ ଶିଖିଲେ ଯେ ଆହୁରି ମ୍ୟାଚୁର ହବା ପାଇଁ, ଯୋଉଟା କି ଆମର ଯାକୁବ ସେ ଲେଖୁଛନ୍ତି ଯେ ଚାରିପଦରେ, ଯେପରି କୌଣସି ବିଷୟରେ ଉଣା ନ ପଡି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ଧୈର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ। ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ପରଫେକ୍ଟ ଆଣ୍ଡ ପରିପକ୍ୱ ହବା କଥା। ଟ୍ରାନ୍ସଲେସନ ଟିକେ ଭୁଲ ଭାଲ ହଉଛି, କଣ କରିବା। ତେଣୁ ପରିପକ୍ୱ ହବା ପାଇଁକା ଖାଲି ଏଇ ଗୋଟେ ଜାଗାରେ ଟିକେ ଲେଖା ହେଇନି, ପାଉଲ ଆ ଉପରେ ବହୁତ ବିଷୟ ଲେଖିଛନ୍ତି। ଆମେ ତାକୁ ବି ଟିକେ ଅନୁଧ୍ୟାନ କଲେ, ଯେହେତୁ ଏଟା ବାଇବଲ ଷ୍ଟଡି, ଆମେ ରେଫରେନ୍ସ ଗୁଡାକୁ କେବେ ଛାଡି ପାରିବାନି। ପାଉଲ ଯେତେବେଳେ ଲେଖୁଛନ୍ତି, ସେ ଲେଖୁଛନ୍ତି ଯେ ମୁଁ ତାକୁ ପଢିଦବା ଭଲ ଲାଗିବ। ଯେତେବେଳେ ମୁଁ ବହୁତ ପରିମାଣରେ କଷ୍ଟ ପାଇଲି, ପରୀକ୍ଷା ଭିତରେ ଦେଇକି ଗଲି, ସେତେବେଳକୁ ମୁଁ ଗୋଟେ ବିଷୟ ଶିଖିଲି। ପଢି ଦିଅନ୍ତୁ ଟିକେ, ଦ୍ୱିତୀୟ କରନ୍ଥୀ 1 ପର୍ବର 8 ରୁ 10। ଦ୍ୱିତୀୟ କରନ୍ଥୀ 1 ପର୍ବ 8 ରୁ 10। କାରଣ ହେ ଭାଇମାନେ, ଏସିଆର ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଲେଶ ସମ୍ବନ୍ଧରେ ତୁମ୍ଭେମାନେ ଯେ ଯୋଗ୍ୟ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ। ଆମ୍ଭେମାନେ ଆମ୍ଭମାନଙ୍କ ଶକ୍ତିରୁ ଅତିରିକ୍ତ ରୂପେ ଭାରଗ୍ରସ୍ତ ହୋଇଥିଲୁ, ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ। ହଁ, ଆମ୍ଭେମାନେ ମୃତ୍ୟୁରୁ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ୱର ମୃତମାନଙ୍କୁ ଉଠାଇ ତାହାଙ୍କ ଉପରେ ନିର୍ଭର କରୁ, ସେ ଆମ୍ଭମାନଙ୍କୁ ଏପରି ଭୟାନକ ମୃତ୍ୟୁରୁ ଉଦ୍ଧାର କଲେ ଓ ଉଦ୍ଧାର କରିବେ। ପୁଣି ସେ ଯେ ଭବିଷ୍ୟତରେ ସୁଦ୍ଧା ଉଦ୍ଧାର କରିବେ, ତାହାଙ୍କ ଠାରେ ଆମ୍ଭମାନଙ୍କର ଏହି ଭରସା ଅଛି। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ ସିଷ୍ଟର। ଦ୍ୱିତୀୟ ବିଷୟ ହଉଛି ଯାକୁବ ଲେଖିଲେ ସମ୍ପୂର୍ଣ୍ଣ ଓ ସିଦ୍ଧ, କିନ୍ତୁ ଯେତେବେଳେ ପାଉଲ ସେଟାକୁ ଡିଲ୍ କରୁଛନ୍ତି, ସେ କହୁଛନ୍ତି ଯେ ଯେତେବେଳେ ଆମେ ସେଇ ଗୁଡାକ ମଧ୍ୟ ଦେଇ ଗଲୁ, ସେଟା ଆମମାନଙ୍କର ମାନେ ସମ୍ଭାଳିବା, ମାନେ ତାକୁ ସେ ଟ୍ରାଏଲ୍ସ ଗୁଡାକ ଆମ ପାଇଁକା ଅତ୍ୟଧିକ ହେଇଗଲା, ମାନେ ତାକୁ ସମ୍ଭାଳିବାଟା। କିନ୍ତୁ ଆମେ ମାନେ ଯଦିଓ ଜୀବନର ଆଶା ବି ହରେଇଥିଲୁ, ଗୋଟେ ବିଷୟ ଶିଖିଲୁ, ଆମେ ନିଜ ଉପରେ ନିର୍ଭର ନ କରିକି ପ୍ରଭୁଙ୍କ ଉପରେ ନିର୍ଭର କରିବା, ଯୋଉଟା କି ଯାକୁବ ସେଟା ଲେଖି ନାହାନ୍ତି। ତେଣୁ ଗୋଟେ ବିଷୟ ଆମକୁ ମାନେ ଶିକ୍ଷା ଦିଏ ଟ୍ରାଏଲ୍ସ ଆଣ୍ଡ ଟ୍ରିବୁଲେସନରେ, ଯେ ଆମେ ପ୍ରଭୁଙ୍କ ଉପରେ ନିର୍ଭର କରିବାକୁ ଶିଖିବା। ଆଉ ଗୋଟେ ଜାଗାରେ ପାଉଲ ଆଉ ଟିକେ ଭିନ୍ନ ଭାବରେ ସେ ଲେଖନ୍ତି, ଦ୍ୱିତୀୟ କରନ୍ଥୀ 12 ର 9 ପଢି ଦିଅନ୍ତୁ ଜଣେ। ଦ୍ୱିତୀୟ କରନ୍ଥୀ 12 ପର୍ବର 9 ପଦ। ଆଉ ସେ ମତେ କହୁଅଛନ୍ତି, ଆମର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି। ଏଠି ପାଉଲ ଆଉ ଗୋଟେ ଏଲିମେଣ୍ଟକୁ ଯୋଗ କରୁଛନ୍ତି, ସେଟା ହଉଛି ଗ୍ରେସ୍। ପାଉଲ ମଧ୍ୟ କହୁଛନ୍ତି ଯେ ଯେତେବେଳେ ମୋର ପାଖରେ ୱିକନେସ୍, ସେତେବେଳକୁ ପ୍ରଭୁଙ୍କ ଗ୍ରେସ୍ ମୁଁ ଜାଣିପାରୁଛି, ଆସୁଛି, ଆଉ ପ୍ରବଳ ମାତ୍ରାରେ ଆସୁଛି। କିନ୍ତୁ ତାର ଶେଷଟା ପରିଣାମ ହଉଛି ମୁଁ ଯେମିତି ପ୍ରଭୁଙ୍କ ଉପରେ ଅଧିକ ନିର୍ଭର କରିପାରିବି। ତାପରେ ଦେଖିବା ଫିଲିପ 4 ପର୍ବର 11 ରୁ 13। ଆଉ ଜଣେ କିଏ ପଢି ଦିଅନ୍ତୁ, ଫିଲିପ 4 ପର୍ବ 11 ରୁ 13। ଅଭାବ ହେତୁ ମୁଁ ଯେ ଏହା କହୁଅଛି ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି। ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ। ସର୍ବ ଅବସ୍ଥାରେ ଓ ସର୍ବ ବିଷୟରେ ପରିତୃପ୍ତ ହେବାରେ ମୁଁ କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିମ୍ବା ଅଭାବଗ୍ରସ୍ତ ହେବାରେ ମୁଁ ସୁରକ୍ଷିତ ହୋଇଛି। ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ଏଠି ଆମେ ଦେଖୁଛୁ ଆଉ ଗୋଟେ ବିଷୟ ଜଡିତ ହେଲା। ପ୍ରଥମେ ଆମେ ଦେଖିଲୁ ଯେ ଏଇ ଟ୍ରାଏଲ୍ସ ଆଣ୍ଡ ଟ୍ରିବୁଲେସନ
बा कष्टकर परिस्थिति परीक्षा जोटा कि जाको लिखुचंती सेथिरे आमे ईश्वर को ऊपर निर्भर करिया शिखिबा। द्वितीय देखिलु जे आमे निज ऊपर निर्भर न करिकि ईश्वर को ऊपर निर्भर करिबा। एवं ए फिलिप रे आमे देखुचु पाउलो कहउचंती मु गोटे शिखिली कोन शिखिली अभावटा भी गोटे कष्टकर परिस्थिति जेतेबेले आम जीवन रे अभाव आसे सेटा भी गोटे कष्टकर परिस्थिति मु सेतेबेले शिखिली केमते अल्प बा सब अवस्था रे मु जेमती संतुष्ट होइकी रहि परिबे। आई हैव लर्न टू बी कंटेंट। एटा किए ताको शिखेला को यूनिवर्सिटी शिखेला को प्रोफेसर शिखेला को बही शिखेला को के शिखेनी अभाव भीतर जेतेबेले से गति कले से अभाव ही ताकर से टीचर है कि प्रोफेसर है कि ताको शिखेला मु अल्पता रे भी संतुष्ट होई परिबे प्रचुरता रे भी संतुष्ट होई परिबे एवं कहा द्वारा से सेठी आणुचंती जे ईश्वरंकर द्वारा बा ईश्वरंकर बल द्वारा स्ट्रेंथ द्वारा मु एई सब करि परिबे। प्रथमे आसिला ईश्वर के ऊपर निर्भरशीलता आम ऊपर निर्भर करबानी। द्वितीय आसिला जे सब अवस्था रे प्रभु को सहित माने निर्भर करिबा। जेतेबेले अभाव आसुची सेतेबेले को हमको कंटेंट रहया पड़िबो संतुष्ट होइकी रहया पड़िबो। कहा द्वारा आमे ही परिबा कहार बल साहाय्य रे से होची ईश्वर को बल साहाय्य रे। आ गोटे विषय आमे देखिलु ईश्वरकर ग्रेस अनुग्रह। पाउलो कहउचंती मो देहरे कंटक स्वरूप गोटे विषय थिला मो 3 थर प्रार्थना कली मात्र ईश्वर को पाखरु उत्तर आसिला मोहर अनुग्रह तुम प्रति प्रचुर। आ इंग्रजी रे मते बहुत भल लागे मो सते आगे इंग्रजी रे कहउची माय ग्रेस कमेथ इन फुल स्ट्रेंथ व्हेन आई एम वीक। मोहर अनुग्रह बहुत परिमाण रे आसे जेतेबेले आमे दुर्बल। ए सबु कष्टकर परिस्थिति बा ट्रायल्स एंड ट्रिबुलेशन एगुरा को आमे देखुचु पाउलो केमती आमान को शिक्षा दउचंती अर्थात से निजे शिक्षा लाभ कले आ से शिक्षा दउचंती। द्वितीय देखिए तापर देखिबा रोमी तार 8 पर्व 18 रु आगको रोमी 8 पर्व 18 रु 18टा खाली पढंदु तापर अन्य पछे देखि। कारण मो विचार रे जे गौरव आम्भमानकर प्रति प्रकाशित हबो ताहा तुलना रे एही वर्तमान काल दुख भोग किछि ही नुहे। बस ए जो गौरव प्रकाशित हबो आ वर्तमान काल रो दुख भोग से गोटे कंपेयर करचंती एवं से कंपेयर द्वारा कौन हबो आमने साहस पाउछु जे जदि भी आमने कोनोसी कष्टकर परिस्थिति दुखर परिस्थिति जंत्रणादायक परिस्थिति आमनकर असह्य परिस्थिति भितर देके जाउछु ते आमने व्यस्त हबा नाही। कारण जो गौरव गौरव कहले जो आभा बा प्रभा कौन जोटा हबो एनीवे प्रभु आमान को देबे। आमे देखिजो जेतेबेले से पहाड़ ऊपर जीशुकर अन्य रूप धारण कले गोटे गौरवमय शरीर से पाइले अर्थात गोटे आभामय आभायुक्त शरीर बा गोटे आलोकर शरीर से पाइले। प्रभु सेही रकम भाव में आमान को गोटे शरीर दबा को जाउचंती एवं एते आनंद ता भितर अछि सेटा को से आमान को देबे। काहे कि देबे ओके सब पद पढ़ले समय जीव पढ़ुनी कारण आमे होचु उत्तराधिकारी प्रभुंकर सहित बा जीशु ख्रीष्टंकर सहित आमे उत्तराधिकारी सेथिबेका तांको सफरिंग बा तांकर कष्ट को मध्य आमे सह्य करिबा एवं तापरे जेहेतु तांकर उत्तराधिकारी तांको गौरवर मध्य भागी होबा। तापर पढंतु द्वितीय करंती 1 पर्वर 11 पद द्वितीय करंती 11 पर्वर 11 1 पर्वर 11 पद। तुम्भे माने मध्य जोग दे प्रार्थना रे आम्भ मानकर उपकार करूअछ जेपरि आम्भ मानक जो अनुग्रह दान दिया जाय अछि सेथि निमंते अनेकंक मूर्खरु आम्भ मानक सकाशे बहुत धन्यवाद दिया जाय। प्रेज द लॉर्ड थैंक यू। एटी आउ गोटे विषय प्रभु आम जीवन रे काहे के आनंती ट्रायल्स एंड ट्रिबुलेशन प्रभु हमको कंफर्ट करंती। वर्तमान दीटा विषय आसी गला
ଏ କମ୍ଫର୍ଟର ମାନେ ହଉଛି ଆମେ ପ୍ରଭୁଙ୍କ ଠାରୁ ରିସିଭ କଣ କଲୁ ଆଉ ସେଇଟା ଅନ୍ୟମାନଙ୍କୁ କଣ ସେଟା ପ୍ରସାର କଲୁ ବା ତାକୁ ଆମେ ଦାନ କଲୁ। ଆମେ ଈଶ୍ୱରଠୁ କମ୍ଫର୍ଟ ପାଇଲୁ। ସେ ଚାହୁଁଛନ୍ତି ଅନ୍ୟମାନେ ଯେହେତୁ ସିମିଲାର ସଫରିଂ ଭିତରେ ଦେଇକି ଯାଉଛନ୍ତି ସେଟାକୁ ଆମେ ମଧ୍ୟ ସେମାନଙ୍କୁ ସେଇ କମ୍ଫର୍ଟଟାକୁ ବା ସେତି ଶାନ୍ତି ସାନ୍ତ୍ୱନାକୁ ସେମାନଙ୍କ ପାଖରେ ପହଞ୍ଚେଇବା। ଦେଖନ୍ତୁ ଗୋଟେ ଟ୍ରାଏଲ୍ସ ଆଣ୍ଡ ଟ୍ରିବୁଲେସନ କେତେ ଗୁଡ଼ା ପଏଣ୍ଟ ଆମେ ଦେଖୁଛୁ। ଆମେ ନିଜ ଉପରେ ନିର୍ଭର କରିବାନି, ପ୍ରଭୁଙ୍କ ଉପରେ ନିର୍ଭର କରିବା। ଅନୁଗ୍ରହ ଆସିବ ଯେତେବେଳେ ଆମମାନଙ୍କ ଜୀବନରେ ଦୁର୍ବଳତା ଆସିବ ସେତେବେଳକୁ ଆମକୁ ଶିଖିବାକୁ ପଡିବ ଯେ ଆମେ ସନ୍ତୁଷ୍ଟ ହେଇକି ରହିବା, କାରଣ ଅନ୍ୟମାନେ ଆମମାନଙ୍କ ଆଗରୁ ମଧ୍ୟ ପ୍ରଚୁରତାରେ ଅଭାବରେ ସନ୍ତୁଷ୍ଟ ହୋଇଛନ୍ତି, ତେଣୁ ଆମକୁ ରହିବାକୁ ପଡିବ। ତାପରେ ହଉଛି ଏଇ ଜଗତର ଯୋଉ କଷ୍ଟ ଦୁଃଖ ତାଡ଼ନା ଆସିବ ତା ତୁଳନାରେ ପ୍ରଭୁ ଆମମାନଙ୍କୁ ଭବିଷ୍ୟତରେ ଯୋଉ ଗୌରବ ପ୍ରଦାନ କରିବାକୁ ଯାଉଛନ୍ତି କିଛି ନୁହେଁ ଏଇଟା, ତାମାନେ ଗୌରବଟା ଆହୁରି ବହୁତ ପରିମାଣରେ ଅଧିକ। ତାପରେ ହଉଛି ଆମେ ହଉଛୁ ତାଙ୍କର ସହ ଉତ୍ତରାଧିକାରୀ ବା ଆମେ ବି ଭାଇ ହେଲୁ ତାଙ୍କର। ଯେହେତୁ ଭାଇ ହେଲୁ ସେ ଯୋଉଠାରେ ଥାନ୍ତି ଯୋହନରେ ଲେଖା ହେଇଛି ତୁମାନେ ସେଇଠାରେ ମୋ ସହିତ ରହିବ ଏବଂ ସେ ଗୌରବର ଭାଗୀ ହବ। ଏଠି ବର୍ତ୍ତମାନ ଆମେ ଦେଖୁଛୁ ଯୋଉ ଶାନ୍ତି ସାନ୍ତ୍ୱନା ମାନେ ପାଇବା ସେଟା ଅନ୍ୟମାନଙ୍କୁ ବାଣ୍ଟିବା, ଯୋଉମାନେ ସେଇ ସିମିଲାର କଣ୍ଡିସନରେ ଅଛନ୍ତି ସେମାନଙ୍କୁ ବାଣ୍ଟିବା। ତାପରେ ଦେଖିବା ଆମେ ଦ୍ୱିତୀୟ କରନ୍ଥୀ 1 ପର୍ବର 3 ରୁ 5। ଦ୍ୱିତୀୟ କରନ୍ଥୀ 1 ପର୍ବର 3 ରୁ 5। ଆମ୍ଭମାନଙ୍କ ପ୍ରଭୁ ଆମ୍ଭମାନଙ୍କ ଯୀଶୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଖ୍ରୀଷ୍ଟ ଈଶ୍ୱର ଓ ପିତା ଧନ୍ୟ, ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନା ଦାତା ଈଶ୍ୱର। ଈଶ୍ୱରଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନାରେ ଆମ୍ଭେମାନେ ସାନ୍ତ୍ୱନା ପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଲେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେଇପାରୁ, ଏଥିପାଇଁ ସେ ଆମ୍ଭମାନଙ୍କ ସମସ୍ତ କ୍ଲେଶରେ ଆମ୍ଭମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି। କାରଣ ଖ୍ରୀଷ୍ଟଙ୍କ ସକାଶେ ଆମ୍ଭମାନଙ୍କ ଦୁଃଖ ଭୋଗ ଯେପରି ପ୍ରଚୁର, ସେହିପରି ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କର ସାନ୍ତ୍ୱନା ମଧ୍ୟ ପ୍ରଚୁର। ଏଇଟା ମୁଁ କହିସାରିଛି ଶାନ୍ତି ସାନ୍ତ୍ୱନା ବିଷୟରେ, କିନ୍ତୁ ଗୋଟେ ନୂଆ ବିଷୟ ଏଠି ଯୋଗ ହେଲା, ସେଇଟା ହଉଛି ଯେ ସେ ପ୍ରଭୁ ହଉଛନ୍ତି ମର୍ସିଫୁଲ, ଫାଦର ଅଫ ମର୍ସିସ୍। ତା ଓଡିଆରେ କଣ ଲେଖା ହେଇଛି 3 ପଦଟା? ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ। ନାଇଁ, ମର୍ସିର କଣ ଓଡିଆଟା କରାହେଇଛି? ଦୟାମୟ। ସେମିତି ବାସ୍ ଦୟାମୟ। ବାସ୍ 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 ଦୟାମୟ। ତେଣୁ ସେ ଯେହେତୁ ଦୟାମୟ ଆମକୁ ଦୟା କରୁଛନ୍ତି, ଆମେ ଅନ୍ୟମାନଙ୍କୁ ଶାନ୍ତି ସାନ୍ତ୍ୱନା ଦେବା ଆଣ୍ଡ ଆମେ ମାନେ ମଧ୍ୟ ଅନ୍ୟମାନଙ୍କ ପ୍ରତି ମର୍ସିଫୁଲ ହବା। ଏଇଟା ଆମମାନଙ୍କର ଖ୍ରୀଷ୍ଟିଆନ ଜୀବନ ସବୁଠୁ ବଡ ଶିକ୍ଷା। ଆମମାନଙ୍କର ଲେଖା ହେଇଛି ମଣ୍ଡଳୀ ଭିତରେ ଥିବା, ଅନ୍ୟମାନଙ୍କ କଥା ଛାଡନ୍ତୁ, ଆମମାନଙ୍କ ସହଭାଗିତା ବା ମଣ୍ଡଳୀ ଭିତରେ ଥିବା ଲୋକମାନେ ଯୋଉମାନେ ଦୁଃଖ କଷ୍ଟରେ ରହୁଛନ୍ତି ବା ଯୋଉମାନଙ୍କ ଅଭାବ ଅସୁବିଧା ଅଛି, ଆମମାନଙ୍କ ପିତା ଯେପରି ଦୟାଳୁ, ଆମମାନଙ୍କୁ ମଧ୍ୟ ଅନ୍ୟମାନଙ୍କ ପ୍ରତି ଦୟାଳୁ ହବାକୁ ପଡିବ। ତେଣୁ ଈଶ୍ୱରଙ୍କର ଯୋଉ ପର୍ପସ ଅଛି, ଯୋଉଟା କି ଯାକବ ସୁନ୍ଦର ଭାବରେ 2ଟି ୱାର୍ଡରେ ବ୍ୟବହାର କରିଦେଲେ, ସିଦ୍ଧ ଆଉ ସମ୍ପୂର୍ଣ୍ଣ ହୁଅ। ସେ ସିଦ୍ଧ ଆଉ ସମ୍ପୂର୍ଣ୍ଣକୁ ପାଉଲ ଯେତେବେଳେ ଲେଖୁଛନ୍ତି ବୁଝେଇ ବୁଝେଇ ପଏଣ୍ଟ ୱାଇଜ ଭିନ୍ନ ଭିନ୍ନ ଜାଗାକୁ ଲେଖିଲା ବେଳକୁ ସେ ଲେଖୁଛନ୍ତି। ଆଉ ଆମେ ଏଠି ଦେଖୁଛୁ ଯେତେବେଳେ ସଫରିଂ ଭିତରେ ଦେଇକି ଆମେ ଯାଉଛୁ, ଆମେ ଏକା ନୁହଁ, ସେ ଆମ ସହିତ ଅଛନ୍ତି ଏବଂ ସେ ଯେହେତୁ ଆମ ସାଙ୍ଗରେ ଅଛନ୍ତି, ଆମର ଆଉ କିଛି ଚିନ୍ତା କରିବା ଦରକାର ନାହିଁ। ଏ ଗଲା ଗୋଟେ ଭାଗ। ପାର୍ଟ 2 ବା ଭାଗ ବି, ସେଥିରେ ହଉଛି ଅନେକ ସମୟରେ ଆମର ନିଜର ଦୁର୍ବଳତା, ରଙ୍ଗ ଚଏସ୍ ବା ଭୁଲ ମନୋନୟନ ବା ଡିସୋବିଡିଏନ୍ସ ଅବାଧ୍ୟତା ହେତୁ ଆମ ଜୀବନକୁ ଅନେକ ଦୁଃଖ କଷ୍ଟ ଆମେ ନିଜେ ଆହ୍ୱାନ କରିଥାଉ। ତାର ଚାକ୍ଷୁଷ ପ୍ରମାଣ ବା ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଜୁନସ। ସେ ଅବାଧ୍ୟ ହେଲେ, କୌଣସି ଭାବରେ ସେ ପ୍ରଭୁଙ୍କର ବାଧ୍ୟ ହେଲେ ନାହିଁ। ତାଙ୍କୁ କୁହାଯାଇଥିଲା ଗୋଟେ ଜାଗାକୁ ଯିବା ପାଇଁ, ସେ ଗଲେ ଆଉ ଗୋଟେ ଜାଗାକୁ।
ପ୍ରୋବ୍ଲେମ ଆସିଲା, ଝଡ଼ ତୋଫାନ ହେଲା, ଆଉ ତାଙ୍କୁ ପାଣିରେ ପକେଇ ଦିଆଗଲା, ଏ ସବୁ ଆପଣ ମାନେ ଜାଣିଛନ୍ତି। କିନ୍ତୁ ଲାଷ୍ଟକୁ ପ୍ରଭୁ ତାଙ୍କୁ ଶିକ୍ଷା ଦଉଛନ୍ତି, ଶେଷ ଯୋଉ 4 ପର୍ବର ଶେଷରେ ସେ ଶିକ୍ଷା ଲାଭ କରିକି ସେଟା ପ୍ରଭୁଙ୍କ ପ୍ରତି କୃତଜ୍ଞ ହେଇଥାନ୍ତେ। ଏଭଳି ଅକୃତଜ୍ଞ ଆମର ଜୁନୁସ ସାର୍, ସେ କୃତଜ୍ଞ କଣ ହେବେ? ମୁଁ ଜାଣିଥିଲି ପରା, ଆପଣ ହଉଛନ୍ତି ସ୍ନେହଶୀଳ କୃପାମୟ, କ୍ରୋଧରେ ତୀର, ଆପଣ ସାଙ୍ଗେ ସାଙ୍ଗେ ତାଙ୍କର ରାଗଟା ଘୁଞ୍ଚେଇ ଦେବେ ବୋଲିକା ଏଠୁ ଯୀଶୁ ବା ଈଶ୍ୱର ତାଙ୍କୁ ସୁନ୍ଦର ଭାବରେ ବୁଝେଇ ଦଉଛନ୍ତି, ଯୋଉମାନେ ଡାହାଣ ହାତ ବାଁ ହାତ ପ୍ରଭେଦ ଜାଣିନାହାନ୍ତି, ଆଉ ତମେ ଏତେ ରାଗିବାଟା କଣ ଭଲ? ନା ହଁ ମୁଁ ରାଗିବି। ଏଇ ହଉଛି ଅବାଧ୍ୟତାର ଗୋଟେ ଚରମ ଉଦାହରଣ। ରାଗିଲେ କଖାରୁ ଗଛଟା ଯୋଉଠି ଛାଇ ଦଉଥିଲା ତାକୁ ପ୍ରଭୁ ଶୁକେଇ ଦେଲେ। ଆଉ ବାଇବେଲ ସ୍କଲର ମାନେ ଏ କଥା କହନ୍ତି, ଆମର ଯୋଉ ହଜମ ଯୋଉ ପ୍ରକ୍ରିୟା, ମାଛ ମାନଙ୍କର ମଧ୍ୟ ସେଇ ହଜମ ପ୍ରକ୍ରିୟା, ଅର୍ଥାତ୍ ଆମର ଖାଦ୍ୟ ପେଟକୁ ଗଲେ ଆମର ଷ୍ଟମାକରେ ହାଇଡ୍ରୋକ୍ଲୋରିକ ଏସିଡ ସେ ଆପଣା ଛାଏଁ ସେ କ୍ରିଏଟ ହୁଏ। ଯେତେବେଳେ ସେ କ୍ରିଏଟ ହୁଏ, ସେ କୋଉ ଟାଇପର ଖାଦ୍ୟ ଆମେ କାର୍ବୋହାଇଡ୍ରେଟ ଖାଇଛୁ କି ପ୍ରୋଟିନ ଖାଇଛୁ ବା ଯାହା ଯାହା, ସେଇ ଅନୁସାରେ ସବୁ ଡାଇଜେଷ୍ଟିଭ ଜୁସ୍ ଗୁଡାକ ମଧ୍ୟ ସିକ୍ରେସନ ହୁଏ ଏବଂ ପର୍ଯ୍ୟାୟକ୍ରମେ ସେଟା ହଜମ ହେଇ 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 ସେଥିରୁ ଯୋଉ ଏନର୍ଜି ବା ଯୋଉ ସାର ଅଂଶ ଆମ ବଡି ଗ୍ରହଣ କରେ। ଏଇ ହଉଛି ଟୋଟାଲ ଡାଇଜେସନ। ଯେହେତୁ ସେ 3 ଦିନ ରହିଲେ, 3 ଦିନ ପର୍ଯ୍ୟନ୍ତ କଣ ତାର ହାଇଡ୍ରୋକ୍ଲୋରିକ ଏସିଡ ସେ ମାଛର ବାହାରି ନଥିବ? ବାହାରିଛି। ସେଟା ଚମକୁ ତାଙ୍କର ଜୁନୁସଙ୍କ ଚମକ ଉପରେ ବହୁତ ପ୍ରଭାବ କରିଛି ବା କଷ୍ଟ ମାନେ କିଛି ଚମକୁ ସେ ଖରାପ କରିଦେଇଛି। ସେଥିପାଇଁ ସେ ସହ୍ୟ କରିପାରୁନଥିଲେ ଖରା। ଦେଖନ୍ତୁ, ଡିସୋବିଡିଏନ୍ସ ର ମଞ୍ଜି ବୁଣିଲେ, ଫଳ ବି କାଟିଲେ, ଇଭିନ୍ ସୂର୍ଯ୍ୟ ଉଦୟ ହୁଏ ତାଙ୍କ ଦେହକୁ କଷ୍ଟ ହଉଥିଲା। ଡିସୋବିଡିଏନ୍ସ ର ତାର ଗୋଟେ ହେଉଛି। ଦ୍ୱିତୀୟ ହେଉଛି ପାରାବଲ ଅଫ ଦି ପ୍ରୋଡିଗାଲ ସନ୍। ତୁ ତ ବାପାଙ୍କ ପାଖରେ ଥିଲୁ, ଆନନ୍ଦରେ ଥିଲୁ, ଭଲ ଖାଦ୍ୟ ଖାଉଥିଲୁ, ଭଲ ପୋଷାକ ପିନ୍ଧୁଥିଲୁ, ସୁନ୍ଦର ସୁନ୍ଦର ସବୁ ସୁନ୍ଦର ଥିଲା। ତତେ କିଏ କହିଲା ଦୂର ଦୂରାନ୍ତରେ ସବୁ ଅର୍ଥ ବ୍ୟୟ କରିକିରି ଯାଇକି ଏତେ ଅଭାବନୀୟ ପରିସ୍ଥିତିରେ ତୁ କାହିଁକି ପହଞ୍ଚିଲୁ? এইটা হচ্ছে ନିଜର ଭୁଲ ଡିସିସନ ଯୋଗୁ। ଯେମିତି ଜୁନୁସ ଭୁଲ ଡିସିସନ ଯୋଗୁ ସେ କଷ୍ଟ ପାଇଲେ, କିନ୍ତୁ ପ୍ରଭୁଙ୍କର ପୁଣି ଇଚ୍ଛାକୁ ସେ ସମ୍ପୂର୍ଣ୍ଣ କଲେ। ଅପବୟୀ ପୁତ୍ର କଷ୍ଟ ପାଇକିରି ସେ ପ୍ରଭୁଙ୍କର ସହିତ ପୁଣି ଆସିକିରି ମିଳିତ ହେଲେ। ତେଣୁ ଆମର ଜୀବନରେ ଅନେକ ବିଷୟ ଆସେ ବିକଜ ଅଫ ଦି ରଙ୍ଗ ଡିସିସନ। ଆମେ ଯେତେ ଅତୀତରେ ଯୋଉ ଯୋଉ ରଙ୍ଗ ଡିସିସନ ସବୁ ନେଇଛୁ, ତାର ଫଳ ଆଜି ଆମେ ଭୋଗୁଛୁ। ପୁଣି ଆଜି ଯୋଉ ରଙ୍ଗ ଡିସିସନ ନବା, କାଲି କାଲି ଭୋଗିବା। ସେଥିପାଇଁକା ଆମକୁ ଆଜି ପ୍ରଭୁ ସତର୍କ କରିଦଉଛନ୍ତି ଯେ ତମମାନଙ୍କ ପାଖକୁ ଯୋଉ ଟ୍ରାଏଲ୍ସ ଆଣ୍ଡ ଟ୍ରିବୁଲେସନ ଯାଉଛି, ସେ ଟ୍ରାଏଲ୍ସ ଆଣ୍ଡ ଟ୍ରିବୁଲେସନ ର କାର୍ଯ୍ୟ ହଉଛି, ଯାକବଙ୍କ ପାଖରୁ ଆମେ ଆରମ୍ଭ କରୁଥିଲୁ ସେଇଠି ଶେଷ କରିବା, ଯେ ତୁମାନେ ଯେପରି କଣ ହବ? ସିଦ୍ଧ ଆଉ ସମ୍ପୂର୍ଣ୍ଣ ହବ। 4 ପଦ ସିଦ୍ଧ ଆଉ ସମ୍ପୂର୍ଣ୍ଣ ହବ, ଆଉ ଧୈର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ। ପେସେନ୍ସ ପିତର ବି ଆଉ ଉପରେ ଲେଖିଛନ୍ତି, ଅନ୍ୟମାନେ ବି ଲେଖିଛନ୍ତି, ତାକୁ ଯିବାନି। କିନ୍ତୁ ଯୋଉ ଯୋଉ ଅସାବଧାନତା ବା ଭୁଲ ମନୋନୟନ ଆମମାନେ କରୁ, ତା ପାଇଁକା ଆମମାନେ ସମ୍ପୂର୍ଣ୍ଣ ଦାୟୀ ରହିବୁ। ପ୍ରଭୁ ଏଇ କ୍ଷୁଦ୍ର ବା ଅଳ୍ପ ଚିନ୍ତାରେ ଆଶୀର୍ବାଦ କରନ୍ତୁ ଆପଣମାନେ ଯେ ଶୁଣିଲେ, ତାକୁ ଗ୍ରହଣ କରିବା ପାଇଁ ପବିତ୍ର ଆତ୍ମା ଆପଣମାନଙ୍କୁ ଶକ୍ତି ଦିଅନ୍ତୁ। ଆମେନ୍।